ଜୟ ଜଗନ୍ନାଥ କ୍ରିଏଟିଭ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ କରୁଛି ମୁଁ। ତ ଆଜି ଆମେ କଥା ହବା ଆପଣ କିପରି ଭାବେ ଡିସାବିଲିଟି ସାର୍ଟିଫିକେଟ ବନେଇବେ ନିଜେ ଘରେ ବସି ବା ଶାରୀରିକ ଭିନ୍ନକ୍ଷମ ସାର୍ଟିଫିକେଟ ଯୋଉଟା କି ଶାରୀରିକ ଭିନ୍ନକ୍ଷମ ସାର୍ଟିଫିକେଟ କୁହନ୍ତି ତାକୁ କିପରି ଭାବେ ଘରେ ବସି ବନେଇ ପାରିବେ ଓ ଗଭର୍ଣ୍ଣମେଣ୍ଟର ବହୁତ ପ୍ରକାର ଯୋଉଟା ସ୍କିମ୍ ଆସୁଛି ଆପଣ ତା ବେନିଫିଟ ପାଇପାରିବେ ଭତ୍ତା ମଧ୍ୟ ପାଇପାରିବେ। ଯୋଉମାନେ ବନେଇ ନାହାନ୍ତି ନିଜ ମୋବାଇଲ ମାଧ୍ୟମରେ କିମ୍ବା କମ୍ପ୍ୟୁଟର ମାଧ୍ୟମରେ କିପରି ବନେଇବେ ସେ ବିଷୟରେ ଆମେ ଡିସ୍କସନ ହବା। ଓ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ ଯୋଉମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ପ୍ଲିଜ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଲାଇକ୍ କରିବେ ସେୟାର କରିବେ। ଶାରୀରିକ ଭିନ୍ନକ୍ଷମ ମାନେ ଆପଣଙ୍କର ଠିକ ସେ ଦେଖାଯାଉନି କିମ୍ବା କୌଣସି ଆକ୍ସିଡେଣ୍ଟ ହଉ କିମ୍ବା ଜନ୍ମରୁ କିମ୍ବା କୌଣସି ରୋଗ ଦ୍ୱାରା ଡିଜିଜ ଦ୍ୱାରା ଆପଣ କିଛି ଫିଜିକାଲି ଚେଞ୍ଜେସ ହେଇଯାଇଛି ଠିକ ସେ ଦେଖାଯାଉନି କି ଶୁଣା ଯାଉନି କି ଆପଣ ଠିକ ସେ କହିପାରୁନାହାନ୍ତି ତ ଆପଣ ତାହେଲେ ଆପଣ ଏଇ ସାର୍ଟିଫିକେଟ ବନେଇ ପାରିବେ। ତ ଆପଣ ପୁରା ପ୍ରୋସିଜର କହୁଛି ତ ଆସନ୍ତୁ ଜାଣିବା କିପରି ଭାବେ ବନେଇବେ। ଆପଣ ଗୁଗଲ କ୍ରୋମକୁ ଯିବେ ଗୁଗଲ କ୍ରୋମକୁ ଯାଇକି ସେଠି ଆପଣ ଟାଇପ କରିବେ ଆପଣ ମୋବାଇଲ ହଉ ଡେସ୍କଟପ୍ ହଉ ଟାଇପ କରିବେ UDID टाइप करेंगे UDI क्लिक करिए सर्च करेंगे सर्च कर जो प्रथम लिंक अच्छी तापर क्लिक करेंगे आप क्लिक कला पर आपणकर गोटे पेज खोल पेज खोल परि भाव ये देखो लिखाई अप्लाई नाउ ट्रैक एप्लिकेशन लिखाई अप्लाई नाउ ट्रैक एप्लिकेशन। तो आम अप्लाई करवा नुआ अप्लाई करुचे जब अप्लाई कर सारी ट्रैक करेंगे आप कि ना सर्टिफिकेट ए देखिपारे। तो आम अप्लाई ना क्लिक कर अप्लाई करवा जेहेतु अप्लाई ना क्लिक करेंगे ना देखो अप्लाई ना पर गोटे रेजिस्ट्रेशन फॉर्म बाहर रेजिस्ट्रेशन फॉर्म बाहर जोटा कि आपको शो कर ଆପଣ ଏଇ ପେଜ କୁ ଆସିଲା ପରେ ଆପଣ କଣ ରହିବେ ରେଜିଷ୍ଟ୍ରେସନ ଫର୍ମରେ କଣ କରିବେ ଆପଣ ଏଠି ପର୍ସନାଲ ଡିଟେଲ୍ସ ଦେବେ ପର୍ସନାଲ ଡିଟେଲ୍ସ ଆପଣ ନାଁ ଲେଖିବେ ଏଠି ଯୋଉ ଯାହାର ଆପଣ ସାର୍ଟିଫିକେଟ ବନେଇବେ ତା ନାଁ ଲେଖିବେ। ଏଠି ଆପଣଙ୍କର ଏଠି ଆପଣଙ୍କର ଲାଙ୍ଗୁଏଜ ଅଛି ଆପଣ ହିନ୍ଦୀ ଇଂଲିଶ ଆପଣ ରିଜନାଲ ଲାଙ୍ଗୁଏଜ ଆପଣ ଲୋକାଲ ଲାଙ୍ଗୁଏଜ ଏଠି ଆପଣ ସିଲେକ୍ସନ କରିବେ ଓଡ଼ିଆ ହେଲେ ଆପଣଙ୍କ ନାଁଟା ଏଠି ଓଡ଼ିଆ ପଳେଇ ଆସିବ। ତାପରେ ଏଠି ଆପଣଙ୍କ ବାପାଙ୍କ ନାଁ ଲେଖିବେ ଆପଣଙ୍କ ବାପାଙ୍କ ନାଁ ଯାହା ଅଛି ତାହା ଲେଖିବେ ତ ଏଠି ମାଙ୍କ ନାଁ ଲେଖା ହବ। ତାପରେ ଏଠି ଆପଣଙ୍କ ମୋବାଇଲ ନମ୍ବରଟା ଦେବେ। ତାପରେ मेल आईडी एटी ऑप्शनल अच्छी आप चाहिए दे पारे आप अच्छी देवे नदेला चलो किसी असुविधा ना आप डेट ऑफ बर्थ ये चूज करेंगे डेट ऑफ बर्थ केते कैटेगरी चूज करेंगे आप जनरल SC ST OBC आप चूज करेंगे आप हिसाब से जेंडर लिखाई देखो ये जेंडर डेंजर सिलेक्शन करेंगे जेंडर मेल फीमेल ट्रांसजेंडर आप हिसाब से चूज करेंगे। आप ब्लड ग्रुप कौन आम ब्लड ग्रुप कौन ये ऑप्शनल अच्छी आप चाहिए दे पारे न दे पारे किसी असुविधा ना आप तापर एठी आपनकर जो केयर टेकर आपनको सेवा किए करूची आपनको जदी आपन पाखरे किए रहउची सेवा करूची आपन ता रिलेशन लिखिबे आपन मां करचंदी कि हस्बैंड करचंदी वाइफ करचंदी ब्रदर करचंदी आपन हिसाब रे आपन लिखिबे लिखला पर आपन नाम पळि आसीबो एठी ता नंबर फोन नंबर कांटेक्ट नंबर देबे तेठी आपन फोटो अपलोड करिवे फोटोटा आपनकर 5 रु 100 के भीतर हेतिबा दरकार। आपन सिग्नेचर गोटे करिवे सिग्नेचर जदी करि परनाते आपन थंबनेल दे परिवे टिप्पो चिन्ह देके लोड करि परिवे किछि असुविधा नै। तापर आपनकर एनुअल इनकम केते आपन गोटे पचरा हिची जोटा कि आपनकर एनुअल जदी आपन 10,000 तळकु किछि इनकम करना 10 बिलो रुपीस 10,000 मारिबे ଆପଣ ଯଦି 10,000 ଲକ୍ଷ ଇନକମ କରୁଛନ୍ତି ଆପଣ ଲକ୍ଷରୁ 5 ଲକ୍ଷ ଆପଣ ହିସାବରେ ଆପଣ ଚୁଜ କରିବେ ଆପଣ କିଛି ଇନକମ କରନ୍ତି ବିଲୋ 10,000 ମାରି ମାନେ 10,000 ଭିତରୁ ମାରି ତଳକୁ ତ ଆପଣଙ୍କ ଏଜୁକେସନ କଣ ଆପଣଙ୍କର ହାୟର ଏଜୁକେସନ ଆପଣ କୋଉ ପର୍ଯ୍ୟନ୍ତ ସବୁଠୁ ଅଧିକା ପାଠ ପଢୁଛନ୍ତି କୋଉ ପର୍ଯ୍ୟନ୍ତ ପାଠ ପଢିଛନ୍ତି ପ୍ରାଇମେରୀ କି ପାଠ ପଢି ନାହାନ୍ତି ସାର୍ ଆପଣ ସିଲେକ୍ସନ କରିବେ। ଏମ୍ପ୍ଲୟ ଅଛନ୍ତି କି ଅନଏମ୍ପ୍ଲୟ ଅଛନ୍ତି ଆପଣ ସିଲେକ୍ସନ ଆପଣ କାମ କରୁଛନ୍ତି କିମ୍ବା କରୁନାହାନ୍ତି ଆପଣ ଏଠି ଚୁଜ କରିବେ। ତାପରେ ଆପଣଙ୍କ ଆଇଡେଣ୍ଟି ପ୍ରୁଫ ଦେବାକୁ ପଡିବ ଆପଣଙ୍କ ଆଇଡେଣ୍ଟି ପ୍ରୁଫ ଆପଣ ଆଇଡେଣ୍ଟି ପ୍ରୁଫ ହିସାବରେ ଆପଣ କଣ ଦେଇପାରିବେ ଆଧାର କାର୍ଡ ଦେଇପାରିବେ ପାସପୋର୍ଟ ଦେଇ ଡ୍ରାଇଭିଂ ଲାଇସେନ୍ସ ଦେଇପାରିବେ पैन कार्ड दे पारे राशन कार्ड दे पारे ଆପଣ ହିସାବରେ ଆପଣଙ୍କର ଆଇଡେଣ୍ଟି ପ୍ରୁଫ ଗୋଟେ ଦେବେ ଆପଣ ଯାହା ଆପଣଙ୍କ ଯଦି ଆଧାର କାର୍ଡ ଅଛି ଆଧାର କାର୍ଡ ଦେଇଦେବେ ତାକୁ ଅପଲୋଡ କରିବେ ଏଠି ଫଟୋ ଉଠେଇକି ତା ଆଧାର ନମ୍ବର ଲେଖିବେ ତାପରେ ଆପଣ ଏଠି ଡିକ୍ଲାରେସନ ଠିକ ମାରିବେ ତାପରେ ଆପଣଙ୍କର ଆଡ୍ରେସ ପ୍ରୁଫ ଦେବେ ଆଡ୍ରେସ ଲେଖିବେ ଆପଣଙ୍କର ଆଡ୍ରେସ କୋର୍ଟ କମ୍ୟୁନିକେସନ ଆଡ୍ରେସ ଯୋଉଠି ରହୁଛନ୍ତି ତା ଆଡ୍ରେସ ଲେଖିବେ ପ୍ରେଜେଣ୍ଟ ଆଡ୍ରେସ ଆପଣ ଆଡ୍ରେସ ପ୍ରୁଫ ହିସାବରେ ଆଧାର କାର୍ଡ ଦେଇପାରିବେ ଭୋଟର ଆଇଡି କାର୍ଡ ଦେଇପାରିବେ ଆପଣ ହିସାବରେ ଚୁଜ କରିବେ ଆପଣ ତା ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ ତାପରେ ଆପଣ ଆଡ୍ରେସ ଲେଖିବେ ଡିଟେଲ୍ସ ଆପଣ ପ୍ଲଟ ନମ୍ବର ଏରିଆ स्टेट डिस्ट्रिक्ट आप चूज करेंगे पिनकोड आप एरिया चूज करेंगे आपंकर डिसेबिलिटी आप केस रे आप डिसेबिलिटी माने आप हैंडिकैप्ट जोटा PW हो शारीरिक भिन्नक्षम सर्टिफिकेट बने कोथि बनेबे आपन कम देखा जाउची किबा सुनिया असुविधा होची पूरा देखा जाउनी किबा आपनकर लेप्रोसी अछि बॉडी हिसाब रे आप चूज करेंगे आपन कोन प्रॉब्लम अछि आपन जोटा कि आप शारीरिक भिन्नक्षम सर्टिफिकेट बनाउछंती ଆପଣ ସେଟା ଚୁଜ କରିବେ ଆପଣ କମ ଦେଖାଉଛି ଲୋ ଡିଭିଜନ ମାରିବେ ଆପଣ ହିସାବରେ ଆପଣ ଚୁଜ କରିବେ ଯାହା ଯଦି କମ ଶୁଭା ଯାଉଛି ହିୟରିଂ ମାରିବେ କମ ଶୁଭା ଯାଉଛି ଆପଣଙ୍କୁ ତାପରେ ଆପଣଙ୍କର ଏଇଟା ଆଉ ଗୋଟେ ରହୁଛି ଅପସନ ସେଟା ମାରିଲା ପରେ ଆପଣଙ୍କୁ କେବେଠୁ ଏଟା କେମିତି ହେଲା ଆପଣଙ୍କର ଯୋଉଟା ଅପସନ ଆସୁଛି ଗୋଟେ ଆକ୍ସିଡେଣ୍ଟ डिजीज की मेडिसिन कि इन्फेक्शन द्वारा इन्फेक्शन द्वारा आप चूज करेंगे यार ऑप्शनल अच्छी बिना चूज न कर छाड़देले भी हम आप जन्म रू होती कौन एक्सीडेंट कि मेडिसिन खाई कि कौन प्रकार
डिजीज रे द्वारा आक्रांत होई रोग द्वारा आक्रांत होई कि आपनकर କିଛି ଦେଖାଉନି କି ଶୁଣାଉନି କି ଗୋଡ ଖରାପ ହେଇଯାଇଛି ଆପଣ ଏଠି ଚୁଜ କରିବେ ଆପଣ ହିସାବରେ ଯଦି ଆପଣ ଜନ୍ମରୁ ହେଇଛନ୍ତି ଆପଣ ଜନ୍ମରୁ ଏଠି ୟେସ୍ ମାରିବେ ଡିସାବିଲିଟି ବାଇ ବାର୍ଥ ଏଇ ଯୋଉ ଅପସନ ଅଛି ଆପଣ ଏଠି ୟେସ୍ ମାରିବେ ତାପରେ ଆପଣଙ୍କର ସାର୍ଟିଫିକେଟ ଅଛି କି ଡୁ ୟୁ ହାଭ ଡିସାବିଲିଟି ଆପଣଙ୍କର ସାର୍ଟିଫିକେଟ ଆଗରୁ ଅଛି କି ଏଠି ପଚାରିଛି ସେଇ ୟେସ୍ नो ଯଦି ୟେସ୍ ମାରିବେ ଆପଣଙ୍କ ସାର୍ଟିଫିକେଟ ହବ ନାହିଁ ଆପଣ ନୂଆ ବନଉଛନ୍ତି ଏଠି नो ମାରିବେ ତାପରେ ଆପଣଙ୍କର ଏଠି ଆପଣଙ୍କର ଆଉ ଗୋଟେ ଅପସନ ଆସୁଛି ହସ୍ପିଟାଲ ଆସେସମେଣ୍ଟ ତାପରେ ଆପଣଙ୍କୁ ଯୋଉ ୟୁଡିଆଇଡି ଯୋଉଟା ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ପଠେଇବେ ହସ୍ପିଟାଲ ଚେକ୍ ପାଇଁ ଆପଣ ଚେକ୍ ହବ ଆପଣଙ୍କର ସେ ଆପଣଙ୍କୁ ଯୋଉ ଏରିଆ ଦେଇଥିବେ ଆପଣଙ୍କ ଡିଷ୍ଟ୍ରିକ୍ଟ ହିସାବରେ ଆପଣଙ୍କ ଡିଷ୍ଟ୍ରିକ୍ଟର ପାଖ ହସ୍ପିଟାଲ ଆପଣଙ୍କୁ ଅପସନ ଆସିବ ଆପଣ ଚୁଜ କରିବେ ସେଇ ହସ୍ପିଟାଲକୁ ଥରେ ଭିଜିଟ କରିବାକୁ କୁହାହବ ଆପଣ ଭିଜିଟ କରିବେ ଡକ୍ଟରଙ୍କୁ ଦେଖେଇବେ ଦେଖେଇଲା ପରେ ଆସି ଡକ୍ଟର ଯୋଉଟା କି ଆମେ ଆଗକୁ କହିବି ଆପଣ ପ୍ରିଣ୍ଟ ଫର୍ମ ବାହାରିବ ସେ ଫର୍ମ ଡକ୍ଟର ଷ୍ଟାମ୍ପ ସାଇନ୍ ମାରିଲା ସାର୍ଟିଫିକେଟ ହେଇଯିବ ଶାରୀରିକ ବିନିମୟ ସାର୍ଟିଫିକେଟ ହେଇଯିବ ତ ଆପଣ ଏଠି ଆପଣଙ୍କ ହିସାବରେ ହସ୍ପିଟାଲ ଚୁଜ କରିବେ କୋଉ ହସ୍ପିଟାଲ ଆପଣ ଭିଜିଟ କରିପାରିବେ ତାପରେ ଏଠି ଆପଣଙ୍କୁ ଗୋଟେ କ୍ୟାପଚା କୋଡ ଦେଇଥିବ ଆପଣଙ୍କୁ 3+1 ଆପଣଙ୍କୁ ଆପଣଙ୍କ ହିସାବରେ ଦେଇଥିବ ଯାହା ଆପଣ ଏଟାକୁ ମିଶାଣ ଦେଇଥିବେ ମିଶେଇକି ଆପଣ ଲେଖିବେ ଫେଡାଣ ଦେଇଥିବ ଫେଡାଣ ହିସାବରେ ଲେଖିବେ ତାପରେ ଡିକ୍ଲାରେସନ କ୍ଲିକ୍ କରିବେ ଡିକ୍ଲାରେସନ କ୍ଲିକ୍ କରିକି ସବମିଟ ଉପରେ କ୍ଲିକ୍ କରିବେ ସବମିଟ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଆପଣ ଏଠି ଦେଖିଦେବେ ଡିଟେଲ୍ସ ଦେଖିଦେଲା ପରେ ଆପଣ ଏଠି ଅପସନ ଆସିବ ଗୋଟେ ଫାଇନାଲ ସବମିଟ ଆଉ ଗୋଟେ ଏଡିଟ୍ ଆପଣ ଯଦି କିଛି କରେକ୍ସନ କରିବାର ଅଛି ଆପଣ ଏଡିଟ୍ ଆପ୍ଲିକେସନ କରିପାରିବେ ଯଦି ଆପଣ କରେକ୍ସନ କରିବାର ନାହିଁ ଆପଣ ଫାଇନାଲ ସବମିଟ ଉପରେ କ୍ଲିକ୍ କରିବେ ଫାଇନାଲ ସବମିଟ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଏଇ ଦେଖନ୍ତୁ ହାଜ୍ ବିନ୍ ସକ୍ସେସଫୁଲ ହେଇଯିବ ଏଠି ଆପଣଙ୍କର ଆପ୍ଲିକେସନ ନମ୍ବର ଗୋଟେ ଆସିବ ଆପଣ ଟ୍ରାକ୍ କରିବେ ଆପ୍ଲିକେସନ ଷ୍ଟାଟସ୍ ଟ୍ରାକ୍ କରିପାରିବେ ଏଠି ଆପଣ ଡାଉନଲୋଡ ଆପ୍ଲିକେସନ କରିବେ ଏଠି ତାପରେ ଏଠି ଆପଣ ଡାଉନଲୋଡ କରି ଆପଣ ଆପ୍ଲିକେସନ ଡିଟେଲ୍ସ ଏଠି ଆପଣ ଦେଖିପାରିବେ ତାପରେ ଆପଣ ଏଠି ରିସିପ୍ଟ ମଧ୍ୟ ଡାଉନଲୋଡ କରିପାରିବେ ରିସିପ୍ଟ ଏଇଟା ଆପଣଙ୍କର ଏଇଟା ଆପଣ କଣ କରିବେ ଆପଣଙ୍କ କାମ କଣ ନା ଏଇଟା ଆପଣ ଦୁଇଟାକୁ ନେଇକି ଯିବା ଏଇଟା ପ୍ରିଣ୍ଟ ଆଉଟ୍ ବାହାର କରିଦେବେ ପ୍ରିଣ୍ଟ ଆଉଟ୍ ବାହାର କରିକି ଆପଣ ଏକା ସାଙ୍ଗରେ ଯୋଉ ହସ୍ପିଟାଲକୁ ଆପଣ ଦେଇଛନ୍ତି ଯିବା ପାଇଁ ଆପଣଙ୍କୁ ରେଫର କରାଯାଇଛି ସେଇ ହସ୍ପିଟାଲକୁ ଯିବେ ସେଠି ଡକ୍ଟରଙ୍କୁ କହିବେ ଯୋଗାଯୋଗ କରିବେ ସାର୍ ମୁଁ ଡିସାବିଲିଟି ସାର୍ଟିଫିକେଟ ଆପ୍ଲାଏ କରିଥିଲି ଆଉ ସେ ଆମେ ଏଇ ହସ୍ପିଟାଲ ରେଫର କରିଥିଲୁ ଆପଣ ଟାଇମ ସେମିତି କିଛି ସିଡ୍ୟୁଲ ନେବା ଦରକାର ନାହିଁ ଆପଣ ଡାଇରେକ୍ଟ ଯାଇକି ଆପଣ ସେ ଡକ୍ଟରଙ୍କୁ ଦେଖେଇବେ ସେଠି ସେ ଷ୍ଟାମ୍ପ ମାରିବେ ଷ୍ଟାମ୍ପ ମାରିକି ଦେଲା ପରେ ଆପଣ ଆପ୍ଲିକେସନ ଆପଣ ଡିସାବିଲିଟି ସାର୍ଟିଫିକେଟ ତାହା କରିପାରିବେ ତ ଏପରି ଭାବେ ଆପଣ ଡିସାବିଲିଟି ସାର୍ଟିଫିକେଟ ଅନଲାଇନ ଆବେଦନ କରିପାରିବେ ଆଉ ଆକୁ ମଧ୍ୟ କାମରେ ଲଗେଇ ପାରିବେ ରହୁଛି ଜୟ ଜଗନ୍ନାଥ ପୁଣି ଦେଖା ହେବ ଏକ ନୂଆ ଭିଡିଓ